ଚାଲନ୍ତୁ ଯୋଗ ସହ ଯୋଡ଼ି ହେବା ଏକ ସୁସ୍ଥ ଜୀବନ ବଞ୍ଚିବା ଏହି ଲକ୍ଷ୍ୟ ନେଇ ସାରା ବିଶ୍ୱ ପାଳୁଛି ଆନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱରେ ଯୋଗର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପ୍ରୟାସ ଜାରି ରଖିଛନ୍ତି। ତେବେ ଷଷ୍ଠତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଜ ଘରେ ଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରୀ ଷଡ଼ଙ୍ଗୀ ବିଭିନ୍ନ ଯୋଗ ମୁଦ୍ରା କରି ଏହାର ଉପକାରିତା ସମ୍ପର୍କରେ କହିଥିଲେ। ସେହିପରି ବିଜେପି ନେତ୍ରୀ ସୋନାଲି ସାହୁ ମଧ୍ୟ ଯୋଗ ମୁଦ୍ରାରେ ନଜର ଆସିଛନ୍ତି। दिव्य समाज रचना पाई योगर आवश्यकता अपरिहार्य। असंतु आम समस्ते मिसी आज दिन योग दिवस रे योग करवा एवं सारा जीवन रे यार अभ्यास करवा संपूर्ण जीवन योगमय हो जाओ ताहले समाज रु संसार रु हिंसा द्वेष वैर्षा वैमनस्य ये सब समाप्त हो एवं मनुष्य जीवन दिव्य जीवन हो समाज दिव्य समाज रे रूपांतर।